आज ହେଉଛି ୱାର୍ଲ୍ଡ କ୍ୟାନ୍ସର ଡେ। ଆଜି ଦିନରେ ଓଡ଼ିଶା ରାଜ୍ୟର ଭୁବନେଶ୍ୱର ସ୍ଥିତ କିମ୍ସ କ୍ୟାନ୍ସର ହସ୍ପିଟାଲ ତରଫରୁ ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତଙ୍କ ନେତୃତ୍ୱରେ ସକାଳ 6:30ଟାରେ ୱାକଥନ୍ର ଆୟୋଜନ କରାଯାଇଥିଲା। ଏହି ୱାକଥନ୍ର ମୁଖ୍ୟ ଉଦ୍ଦେଶ୍ୟ ଥିଲା କ୍ୟାନ୍ସର ରୋଗୀଙ୍କର କେମିତି ମୃତ୍ୟୁହାର କମ୍ କରିବା ଓ ଠିକ୍ ସମୟରେ ସଠିକ୍ ଚିକିତ୍ସା କରାଯାଇପାରିବା ଏବଂ ସ୍ଲୋଗାନ ଥିଲା ୟୁନାଇଟେଡ୍ ବାଇ ୟୁନିକ୍। ଏହି ୱାକଥନ୍ରେ ଆସୋସିଏଟ୍ ପ୍ରଫେସର ଡକ୍ଟର ଯୋଗମାୟା ପଟ୍ଟନାୟକ, ମେଡିକାଲ ଅଙ୍କୋଲୋଜି ସ୍ପେଶାଲିଷ୍ଟ ଡକ୍ଟର ସୁନୀଲ ଜେସୱାଲ, ଅଙ୍କୋ ସର୍ଜନ ଏବଂ କ୍ୟାନ୍ସର ବିଭାଗର ଡକ୍ଟର, ନର୍ସିଂ ସୁପରିଟେଣ୍ଡେଣ୍ଟ, ନର୍ସିଂ ଅଫିସର ଓ ହସ୍ପିଟାଲର ସବୁ ବର୍ଗର କର୍ମଚାରୀ ସହଯୋଗରେ ସଫଳତାପୂର୍ବକ କ୍ୟାନ୍ସର ଦିବସଟି ପାଳନ କରାଯାଇଛି। ରିପୋର୍ଟ ଭଏସ୍ ଅଫ୍ ଓଡ଼ିଶା ଲାଇଭ୍।